ज्ञानञ्जनो शलाकया चक्षुरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सरस्वती देवं गौरवाणी प्रचारिणे निर्विशेष शून्यवादी पाश्चात्य देश तारिणे। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौर भक्त वृंद। हरे कृष्णा कृष्ण कृष्ण हरे हरे, हरे राम 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 हरे हरे। नमो हरे कृष्ण। ସମସ୍ତେ କି ବୈଷ୍ଣବ ବୈଷ୍ଣବ ମାନଙ୍କୁ ସମସ୍ତଙ୍କୁ ଦଣ୍ଡ ପ୍ରଣାମ। ଆଜି ଯୋଉ ପ୍ରଭୁଙ୍କର ମାନେ ଆଗେ ଆମର ଗୀତା ସେସନ ହଉଥିଲା, ତାପରେ ଏବେ ଆମର ବର୍ତ୍ତମାନ ଏବେ ଯୋଉ ଭଗବାନ ମାନେ ଜନ୍ମାଷ୍ଟମୀ ଉପଲକ୍ଷେ ଯୋଉ ଭଗବାନଙ୍କର ଏ ଯୋଉ ବିଷୟରେ ବର୍ତ୍ତମାନ ମାନେ ସବୁ ଭକ୍ତଙ୍କୁ କୁହାଯାଉଛି ଏବଂ ମତେ ବି ସେ ବିଷୟରେ ଭଗବାନ ମତେ ପ୍ରଭୁଜୀ ମତେ ସୁଯୋଗ ଦେଇଛନ୍ତି, ସେଥିଲାଗି ମୁଁ ବହୁତ ପ୍ରଭୁଙ୍କୁ ବହୁତ ଧନ୍ୟବାଦ ଜଣାଉଛି। ମତେ ଯୋଉ ପ୍ରଭୁଜୀ ଗୋଟେ ବିଷୟ ଦେଇଛନ୍ତି, ଯୋଉ ବନାଗ୍ନି ନିର୍ବାପନ ପରେ ଯୋଉ ପ୍ରଳମ୍ବାସର ଯୋଉ ବଧ ଅଛି ସେ ବିଷୟରେ ମତେ ବି ଦେଇଛନ୍ତି। ଖାଲି ଟିକେ ଏଇ ଯୋଉ ଏଇ ଟପିକ ଟା ମୁଁ ଆଜି ପ୍ରଭୁ ଯେତେବେଳେ ମୁଁ ଏଟା ଟିକେ ପଢୁଥିଲି ଆଜି ସେ ବିଷୟରେ ଟିକେ କହିବି, କିନ୍ତୁ ତା ପୂର୍ବରୁ ଯୋଉ ଗୋଟେ ଘଟଣା ଅଛି, କାରଣ ଏଇ ଯୋଉ ବିଷୟଟା ଅଛି ତା ପୂର୍ବ ରିଲେଟେଡ କିଛି ଅଛି, ସେ ବିଷୟରେ ମୁଁ ଟିକେ କହୁଛି। ଯେତେବେଳେ ମାନେ ମାନେ ଆ ପୂର୍ବରୁ ଯୋଉ ବନାଗ୍ନି ନିର୍ବାପନ ମାନେ ହେଲା, ମାନେ ବଣରେ ଯେତେବେଳେ ମାନେ ଜଙ୍ଗଲରେ ନିଆଁ ଲାଗିଲା ଏବଂ ଭଗବାନ କୃଷ୍ଣ କଣ କଲେ ନା ପୁରା ନିଆଁକୁ ପୁରା ପାଟିରେ ଶୋଷି ନେଲେ ଏବଂ ବଣରେ ଥିବା ଯୋଉ ଅଗ୍ନିକୁ ବନ୍ଦ କରିନେଲେ। ଏଇଭଳି ଭାବରେ ତା ପୂର୍ବରୁ ବିଭିନ୍ନ ଭଗବାନ ଲୀଳା କଲେ ଏବଂ ବିଭିନ୍ନ ବୃନ୍ଦାବନ ଥିବା ସବୁ ସମସ୍ୟାକୁ ସମାଧାନ କଲେ। ତାପରେ କିଛି ସମୟ ପୁରା ଏମିତି ଏମିତି ସମସ୍ୟା ସବୁ ଘଟଣା ଘଟିଗଲା। ତାପରେ ଯେମିତି କିଛି ଦିନ ପୁରା ମାନେ ସେଇ ପରିବେଶରେ ବୃନ୍ଦାବନ ପରିବେଶରେ ଶାନ୍ତ ପରିବେଶ ବା ସ୍ୱଚ୍ଛଳ ହେଲା। ତାପରେ କିଛି ଦିନ ରହି ଯାଇଥିଲା ଗୋପ ବାଳକ ମାନେ ଏବଂ ବୃନ୍ଦାବନରେ ଥିବା ସମସ୍ତ ଅଧିବାସୀ ମାନେ, ସେ ଭାବିଲେ ଏବେ ଆମେ ଭଗବାନ କୃଷ୍ଣଙ୍କୁ ଏବେ କଣ କରିବା, ମାନେ ଗୋପ ବାଳକ ସହିତ ଏବଂ ଗାଭୀ ମାନଙ୍କ ସହିତ ବୃନ୍ଦାବନରେ ଥିବା ବଣକୁ ଛାଡିବାକୁ ମାନେ ତାଙ୍କୁ ସୁଯୋଗ ଦେବା। ଏବେ ଟିକେ ସମାନେ ସମସ୍ୟା ପୁରା ସମାଧାନ ହେଇଯାଇଛି, ସେଇ ସୁଯୋଗ ନେଇ ତାଙ୍କୁ ଛାଡିଲେ। ତାପରେ କଣ ହେଲା, ଭଗବାନ କୃଷ୍ଣ ଏବଂ ବଳରାମ ଏବଂ ଗୋପ ବାଳକ ଏବଂ ତାଙ୍କ ସହିତ ଥିବା ଗାଭୀ ମାନେ ଗାଈ ମାନେ ସବୁ କଣ କଲେ, ବଣକୁ ଗଲେ। ଆମେ ମାନେ ଜାଣିଛେ ଯେତେବେଳେ ଭଗବାନ କୃଷ୍ଣ ମାନେ ଗାଈ ମାନଙ୍କୁ ନେଇକି ଯାଆନ୍ତି, କେବଳ ଗାଭୀ ମାନେ ସେମାନେ ଆନନ୍ଦ ପାଆନ୍ତିନି ସେତିକି ନୁହଁ, ସେମାନେ ମଧ୍ୟ ବଣ ଜଙ୍ଗଲରେ ଥିବା ସମସ୍ତ ବୃକ୍ଷଲତା ଏବଂ ତା ସହିତ ଥିବା ସମସ୍ତ ପଶୁ ପକ୍ଷୀ ଝରଣା ଏବଂ ଯେତେ ସବୁ ଜୀବଜନ୍ତୁ ଅଛନ୍ତି ତାଙ୍କୁ ଆନନ୍ଦ ପ୍ରଦାନ କରନ୍ତି। ଏବଂ ସେଠାରେ ଥିବା ସମସ୍ତ ବୃକ୍ଷଲତା ହଉ ବା ପଶୁ ପକ୍ଷୀ ହଉ ଯେତେ ସବୁ ଜୀବ ଅଛନ୍ତି, ପ୍ରଭୁଜୀ ପୂର୍ବ କ୍ଲାସରେ କହୁଥିଲେ ମାନେ ବୃନ୍ଦାବନରେ ଥିବା ସମସ୍ତ ବସ୍ତୁ ଜଡ ବସ୍ତୁ ହେଲେ ମଧ୍ୟ ସେଟା କଣ ତାଙ୍କର ବ୍ୟକ୍ତିତ୍ବ ଅଛି। ସେଇ ଆଧାରରେ ସେମାନେ ପତ୍ର ହେଲେ ମଧ୍ୟ ଗୋଡିବାଲି ମାନେ ଇଟା ପତ୍ର ହେଲେ ମଧ୍ୟ ଭଗବାନଙ୍କର ଚରଣକୁ ମାନେ ଲାଗି ରହିବା ପାଇଁ ବହୁତ ମାନେ ଇଚ୍ଛା ପ୍ରକାଶ କରନ୍ତି। ଏଇ ଯୋଉ ବିଷୟଟା ଅଛି ବୃନ୍ଦାବନ ଯୋଉ ଏଟା ସୁନ୍ଦରବନରେ ଏଇ ଘଟଣା ଟା ଘଟିଛି, କିନ୍ତୁ ସେଥିଲାଗି ପ୍ରଭୁପାଦ ବା ଭାଗବତମ କଥା ଅନୁଯାୟୀ ଆଗେ ପ୍ରଭୁପାତ କଣ କରିଛନ୍ତି, ଆଗେ ବୃନ୍ଦାବନ ଯୋଉ ପରିବେଶ ଟା ଆଗେ ଟିକେ ବର୍ଣ୍ଣନା କରିଛନ୍ତି। ମାନେ ସେ ଯେତେବେଳେ ମାନେ ସେଇ ଟାଇମ ଯେତେବେଳେ ଏଇଟା ହେଇଛି, ମାନେ ଏଟା ଗ୍ରୀଷ୍ମ ମାନେ ଖରା ଦିନ। ଏଇ ଟାଇମ ରେ କଣ ଆମେ ଜାଣିଛେ ଭାରତ ବର୍ଷରେ ଯେତେବେଳେ ବହୁତ ମାନେ ଖରା ଦିନ ହୁଏ ପ୍ରବଳ ମାନେ ବହୁତ ଖରା ହୁଏ, ତା ସହିତ ଆମେ ବାହାରକୁ ମାନେ ଯାଇପାରନ୍ତିନି। ଠିକ ସେଇପରି ଯେତେବେଳେ ବହୁତ ମାନେ ଖରା ହେଇଛି, କିନ୍ତୁ ବୃନ୍ଦାବନରେ ସେଆ ହେଇନି। ଭଗବାନଙ୍କର ଆଉ ବଳରାମଙ୍କର କୃପା ହେତୁ ଆମେ ଜାଣିଛେ ମାନେ ଯେତେବେଳେ ମହାପୁରୁଷ ଶ୍ରୀ ଚୈତନ୍ୟ ଯେତେବେଳେ ଥିଲେ ମାୟାପୁରରେ, ମାନେ ଋତୁ ମାନେ ସେମିତି ଛଅ ଋତୁ ଅନୁସାରେ ଆସେନି। ମାନେ ଗୋଟିଏ ଋତୁ ହିଁ ଆସେ, ଭଗବାନ କୃଷ୍ଣଙ୍କୁ ଆନନ୍ଦ କରିବା ପାଇଁ ଯେତେବେଳେ ତାଙ୍କର ବର୍ଷା ଇଚ୍ଛା ହଉଥିବ ମହାପ୍ରଭୁଙ୍କୁ ବର୍ଷା ଟିକେ ମାନେ ବର୍ଷଣ ଶରୀରରେ
ସେ ବର୍ଷାକୁ ଇନ୍ଦ୍ରଦେବ କଣ ବର୍ଷା କରନ୍ତି, ଏ ଖରା ହେଲେ ସେମାନେ ମାନେ ଯେତେବେଳେ ସୂର୍ଯ୍ୟଦେବ କଣ ଉତ୍ତାପ ପ୍ରଦାନ କରନ୍ତି, ଠିକ ସେଇପରି। କିନ୍ତୁ ଭାଗବତମ ଅନୁଯାୟୀ ଯେତେବେଳେ ସେ ମାନେ ସୁନ୍ଦରବନରେ ଯେତେବେଳେ ଗୋପାଳ ମାନଙ୍କୁ ନେଇ ଯେତେବେଳେ ଗାଭୀ ମାନଙ୍କୁ ନେଇ ଯେତେବେଳେ ଜଙ୍ଗଲକୁ ସେ ଯାଇଛନ୍ତି, ସେତେବେଳେ ଗ୍ରୀଷ୍ମ ଋତୁ ଥିଲେ ମଧ୍ୟ ମାନେ ଖରାର ଉତ୍ତାପ ସୂର୍ଯ୍ୟଦେବ ଗୋପାଳ ମାନଙ୍କ ଉପରେ ପଡିନି। କାହିଁକି ନା ସେତେବେଳେ ଆମେ ଜାଣିଛେ ଭଗବାନ କୃଷ୍ଣଙ୍କର ଶରୀର ପୁରା କୋମଳ, ଏବଂ ସେଇ ଦୃଷ୍ଟିକୋଣରୁ ସେତେବେଳେ କଣ ହେଇଛି, ବସନ୍ତ ଋତୁ ଆସିଛି। ବସନ୍ତ ଋତୁ ମାନେ ମାନେ ଖରା ନୁହେଁ କି ବର୍ଷା ନୁହେଁ କି ଶୀତ ନୁହେଁ, ମାନେ ପୁରା ପରିବେଶ ପୁରା ସ୍ୱଚ୍ଛଳ। ସେ ଦୃଷ୍ଟିକୋଣରୁ କଣ ହେଇଛି ନା ଆମେ ଜାଣିଛେ ମାନେ ବ୍ରଜଭୂମିରେ ଝରଣା ବହୁତ ପ୍ରକାର ଅଛି, ବିଭିନ୍ନ ପ୍ରକାର ଝରଣା ବୋହୁ ଯାଉଛି, ପକ୍ଷୀ ପଶୁ ମାନେ ଉଡି ଯାଉଛନ୍ତି। ତା ସହିତ ମାନେ ଯେହେତୁ ବହୁତ ଝରଣା ଅଛି, ତାର ଜଳ ଦ୍ଵାରା ସବୁ ମାନେ ବୃକ୍ଷ ସବୁ ଗଛ ଲତା କଣ ହଉଛି, ସବୁ ମାନେ ସବୁଜ ପୁରା ପରିପୂର୍ଣ୍ଣ ହେଇଛି ବୃନ୍ଦାବନ। ଏବଂ କଣ ହେଇଛି ମାନେ ତାପରେ କୋଇଲି ମାନେ କଣ କରୁଛନ୍ତି, ରାବୁଛନ୍ତି ଭଗବାନ କୃଷ୍ଣଙ୍କୁ ଆନନ୍ଦ ଦେବା ପାଇଁ। ବିଭିନ୍ନ ମାନେ ମୟୂର ମାନେ କଣ କରୁଛନ୍ତି, ମାନେ ଗୋଡ ଟେକି ନାଚୁଛନ୍ତି। ଏବଂ ବିଭିନ୍ନ ପ୍ରକାର ପରିବେଶ ସୃଷ୍ଟି ହେଇଛି। ତା ମଧ୍ୟରେ କଣ ହେଇଛି, ତା ମଧ୍ୟରେ କଣ ହେଇଛି ମାନେ ଧୀରେ ଧୀରେ କଣ କରୁଛନ୍ତି, ମାନେ ଆମେ ଜାଣିଛେ ଯେତେବେଳେ ମାନେ ଗାଈ ମାନେ ଯେତେବେଳେ ନିଜ ନିଜର ମାନେ ଚରିବାକୁ ଲାଗନ୍ତି, ସେତେବେଳେ ସେମାନେ କଣ କରନ୍ତି, ଖେଳନ୍ତି। ସେଇ ଦୃଷ୍ଟିକୋଣରୁ କଣ କରୁଛନ୍ତି, ଭଗବାନ କୃଷ୍ଣ ଖେଳିବା ମାନେ ତାଙ୍କର ଖେଳ ଚାଲିବା ଆରମ୍ଭ ହେଇଛି। ମାନେ କେତେବେଳେ କେତେବେଳେ ତାଙ୍କର ଲୁଚକାଳି ଖେଳନ୍ତି, କେତେବେଳେ କେତେବେଳେ ମାନେ ମାଡ ମାନେ କୁସ୍ତି ଖେଳନ୍ତି, କେତେବେଳେ କେତେବେଳେ ମାନେ ଆଖିରେ ପଟି ବନ୍ଧେଇ ମାନେ ଲୁଚକାଳି ଏମିତି ଖେଳନ୍ତି। ବିଭିନ୍ନ ପ୍ରକାର ଖେଳ ସେମାନେ ଖେଳନ୍ତି। ମାନେ ଏମିତି ଭଗବାନ କୃଷ୍ଣ ଆଜି ପଢୁଥିଲେ, ମାନେ ମଜା ମାନେ ହସ ଲାଗିଲା। ଭଗବାନ କୃଷ୍ଣ ମାନେ ମାନେ ଗୋପବାଳ ମାନଙ୍କୁ କହୁଛନ୍ତି ତମେ ନାଚ। ସେ ଏଥିରେ ନାଚୁଛନ୍ତି, ତମେ କେତେ ସୁନ୍ଦର ଭଲ ନାଚୁଛ, ତମକୁ ପୁରସ୍କାର ଦିଆଯିବ। ବ୍ୟସ୍ତ ହୁଅନି, ମାନେ ପ୍ରଶଂସା କରୁଛନ୍ତି। ମାନେ ଯିଏ ପ୍ରଶଂସାର ଯୋଗ୍ୟ, ମତେ ଆଜି ଲାଗିଲା ମାନେ ମାନେ ଇଏ ମାନେ ଗୋପାଳ ମାନେ ନୃତ୍ୟ କଲାକୁ ମାନେ ମାନେ ଭଗବାନ କୃଷ୍ଣ ତାଙ୍କୁ ପ୍ରଶଂସା କରୁଛନ୍ତି। କିନ୍ତୁ ଯେତେବେଳେ ମାନେ ମୋହିନୀ ରୂପରେ ଭଗବାନ କୃଷ୍ଣ ନୃତ୍ୟ କରୁଥିଲେ, ସେମାନେ ବ୍ରହ୍ମ ମଧ୍ୟ ମୋହିତ ହେଇଯାଉଥିଲେ। ମାନେ ସିଏ ବି ମାନେ ଆମ କମ ଲେବୁଲରେ ଯୋଉମାନେ ମାନେ ଭକ୍ତ ମାନଙ୍କୁ ମଧ୍ୟ ଭଗବାନ କଣ କରନ୍ତି, ନା ସିଏ ଏମିତି କରନ୍ତି, ଏ କାହିଁ ଏମିତି ଭକ୍ତ ଟା ଏମିତି ମାନେ ଭଲସେ ସାଧନ କରୁନି, ଭଗବାନ ଅନାନ୍ତି ପ୍ରଶଂସା କରନ୍ତି ତାଙ୍କର କେମିତି ଭକ୍ତି ଟା ବଢିବ। ସେଇ ଦୃଷ୍ଟିକୋଣରୁ ଭଗବାନ ମାନେ ଗୋପବାଳ ମାନଙ୍କୁ ଆନନ୍ଦ ଦେବା ନିମିତ୍ତ ବିଭିନ୍ନ ପ୍ରକାର କ୍ରୀଳା କୌଶଳ କରୁଛନ୍ତି। ତାପରେ ଏମିତି ଚାଲିଛି ଧୀରେ ଧୀରେ ମାନେ ବଣ ଭିତରୁ ପ୍ରବେଶ କରୁଛନ୍ତି ଲୀଳା ସହିତ। ତାପରେ ସେତେବେଳେ ସେମାନେ ଦୀକ୍ଷା ନେଇନାହାନ୍ତି, ମାତ୍ର ସେମାନେ ସେ ଶିକ୍ଷା କରିନାହାନ୍ତି ଦ୍ରୋଣ ମାନେ ସନ୍ଦୀପନୀ ମୁନିଙ୍କ ପାଖରେ, କାରଣ ତା ଚୂଳ ଗୁଡା ବହୁତ ବଢି ଯାଇଛି। ନଣ୍ଡା ହେଇନାହାନ୍ତି, ସେ ଦୃଷ୍ଟିକୋଣ ତାଙ୍କର ଯୋଉ ମାନେ ବଣରେ ଥିବା ସବୁ ଫୁଲମାଳ ବେକରେ ତାଙ୍କ ସବୁ ମାନେ ଗୋପ ବାଳକ ମାନଙ୍କ ସହିତ କୃଷ୍ଣ ମଧ୍ୟ ମାନେ ମାଳ ପକେଇଛନ୍ତି। ସେ ମାଳ ଗୁଡାକ ସବୁ ଖସି ପଡୁଛି। ମାନେ ମୟୂର ସହିତ ତାଙ୍କୁ ତୁଳନା କରାଯାଏ ସେ ମାଳ ବିଭିନ୍ନ ପ୍ରକାର। ତାପରେ ଆହୁରି ମାନେ ଜଙ୍ଗଲରେ ଥିବା ଯୋଉ ଝରଣା ଗୁଡା ବୋହି ଯାଉଛି, ଏବଂ ବିଭିନ୍ନ ହ୍ରଦ ଅଛି। ମାନେ ସେ ହ୍ରଦରେ ବିଭିନ୍ନ ପ୍ରକାର ପଦ୍ମ ଅଛି। ଏବଂ ସେ ପଦ୍ମର ଯୋଉ ବାସ୍ନା କହୁଛି ନା ବୃନ୍ଦାବନ ସବୁ ମାନେ ମାନେ ଯେତେ ଅଛନ୍ତି ଭକ୍ତ ମାନେ ଯେତେ ମାନେ ଗୋପୀ ମାନେ ଅଛନ୍ତି ବା ସେଠାକାର ଥିବା ଅଧିବାସୀ ମାନେ ପୁରା ସେ ଯୋଉ ବାସ୍ନାକୁ ତାଙ୍କ ଶରୀର ଯେତେବେଳେ ମାନେ ସ୍ପର୍ଶ କରୁଛି, ମାନେ ବୃନ୍ଦାବନକୁ ପୁରା ମାନେ ସେମାନେ ଆସ୍ୱାଦନ କରୁଛନ୍ତି। କାହିଁକି ନା ଏଟା ମାନେ ସେଇ ପୁଷ୍ପର ବାସ୍ନା ତାଙ୍କୁ ଆସ୍ୱାଦନ କରୁ ସେତିକି ନାହିଁ, ମତେ ଯେମିତି ଲାଗିଲା ଯେହେତୁ କୃଷ୍ଣ ଅଛନ୍ତି, ସେମାନେ ବୃକ୍ଷଲତା ମାନେ ରହି ପାରୁନାହାନ୍ତି। କୃଷ୍ଣଙ୍କୁ ଆନନ୍ଦ ଦେବା ନିମିତ୍ତ ବୃକ୍ଷଲତା ଗୁଡିକ ମାଡି ଆସୁଛନ୍ତି ମାନେ ଭଗବାନଙ୍କ ଚରଣକୁ ଛୁଇଁବା ପାଇଁ। ଏମିତି ପରିବେଶ ସୃଷ୍ଟି ହେଇଛି। ତାପରେ କିଛି ସମୟ ଯାଇଛି, ତାପରେ ଏଟା ଲୀଳା ଖେଳା ଚାଲିଛି, ତାପରେ କିଛି ଫାଇଟିଂ ଷ୍ଟାର୍ଟ ହେଇଯିବ ଶୁଣିଆ ମାନେ 5 ମିନିଟ ପରେ ଚାଲିଛି। ତାପରେ ପ୍ରଳମ୍ବସୁର ଆସିଛି ଭଗବାନ କୃଷ୍ଣଙ୍କୁ ମାରିବା ପାଇଁ। ଯେତେବେଳେ ସେ ଏଣ୍ଟ୍ରି କରିବ, ମାନେ ବହୁତ ବଳବାନ ସେ ମଝିରେ ପଶିଯିବ ତ ଜଣାଯିବ ହଁ ଇଏ ଗୋଟେ ଅସୁରଟା ଆସିଲା। ସେଠୁ ସିଏ କଣ କଲା ନା ବାଳକ ରୂପ ଧରି ନେଲା। ବାଳ ରୂପ ଧରି ପଶିଲା, ଭଗବାନ କୃଷ୍ଣ ସେଠି ଜାଣିଦେଲେ ଭଗବାନ କୃଷ୍ଣ ଅନ୍ତର୍ଯ୍ୟାମୀ ନା। ଜାଣିଥିଲେ ସେଇଠୁ ତାଙ୍କୁ ଯେମିତି ସେ ପ୍ରବେଶ କରିଛି, ଭଗବାନ କୃଷ୍ଣ କହୁଛନ୍ତି ହଉ ଆସ ଆସ ଆମ ଯୋଉ ମେଣ୍ଟ ଅଛି, ଆମର ଯୋଉ ଗୋପବାଳ ମାନେ ମିଶି ଖେଳୁଛୁ, ଆସ ଆମ ମଧ୍ୟରେ ଆମ ସ୍ଵାଗତ କରୁଛୁ, ଆସ ଆମ ମଧ୍ୟରେ ଖେଳିବ। ସିଏ ଦେଖ ସିଏ ଭଗବାନ କୃଷ୍ଣଙ୍କୁ ମାରିବା ପାଇଁ ପ୍ଲାନ୍ କରୁଛନ୍ତି, କିନ୍ତୁ ଭଗବାନ କୃଷ୍ଣ ତା ପୂର୍ବରୁ ପ୍ଲାନ୍ କରିସାରିଲେଣି ତାକୁ କେମିତି ମରାଯିବ। ହଉ ଆଜି ଆମେ ଆଉ ଗୋଟେ ଭଲ ଖେଳ ଖେଳିବା, ଆମେ ଦୁଇ ଜଣ ମାନେ ପାର୍ଟି ହେଇଯିବା, ବିଜୟୀ ବିଜେଡି ନୁହଁ। ମାନେ ତମେ ବଳରାମ ଆଉ ଆମେ ଗୋଟେ ମାନେ ମୁଁ ଦି ଜଣ ପାର୍ଟି ହେବୁ, ତାଙ୍କ ଦଳରେ କିଏ ରହିବ
ମୋ ଦଳରେ କିଏ ରହିବ। ଏଇଭଳି ଭାବରେ ସିଏ କଣ କଲେ, ଦୁଇଟା ଦଳ ହେଇଗଲେ। ଭଗବାନଙ୍କର ଭଗବାନ କୃଷ୍ଣଙ୍କ ଦଳ ଗୋଟେ ହେଲେ, ଆଉ ଗୋଟେ ବଳରାମଙ୍କ ଦଳ ହେଲେ। ତାଙ୍କ ପଟେ କିଛି ଗୋପ ବାଳକ ମାନେ ରହିଲେ, ଆଉ କୃଷ୍ଣଙ୍କ ପଟେ ଗୋପ ବାଳକ ମାନେ ମଧ୍ୟ ବହୁତ ରହିଲେ। ତାପରେ କିନ୍ତୁ ଜାଣିଥିଲେ ଭଗବାନ କୃଷ୍ଣଙ୍କୁ ମାନେ ସିଏ ଆଗେ ପ୍ଲାନ୍ କରିଦେଲେ, ଯଦି ମୁଁ ବଳରାମକୁ ନେଇଯିବି କୃଷ୍ଣଙ୍କୁ ମାରିବା ମତେ ସହଜ ହବ। ସେଇ ଦୃଷ୍ଟିରୁ କଣ ହେଲେ, ସିଏ କଣ କଲେ, ଭଗବାନ ଭଗବାନ ବି ଜାଣିଛନ୍ତି ସେ ବଳରାମ ତାଙ୍କୁ ନେଇକି ଯିବ ବୋଲି। ସେଇ ଦୃଷ୍ଟିକୋଣରୁ କଣ କଲେ, ଯୋଉ ସେ ଅସୁର କଣ କଲେ, ବଳରାମକୁ କୃଷ୍ଣଙ୍କ ମାନେ ତାଙ୍କ ମାନେ ଯୋଉ ପାର୍ଟିରେ ତାଙ୍କୁ କଲେ, ତାକୁ ଯୋଗ ଦେଲେ। ତାପରେ କଣ କଲେ, ସେଇଟା କି ଖେଳ ଥିଲା, ମାନେ ଦୁଇ ଜଣ ମାନେ ଦିଟା ଲାଇନ ହବ, ପେଲାଠାରେ ଲାଗିବ। ଯିଏ ଜିତିବ ସିଏ କଣ କରିବ, ତା କାନ୍ଧରେ ବସେଇ ତାକୁ ନେଇକି ଯିବ। ସେ ଦୃଷ୍ଟିକୋଣରୁ ଭଗବାନ କୃଷ୍ଣ ଆଉ ସୁଦାମା ଦୁଇ ଜଣ ଲଢେଇ ଲାଗିଲେ। ସିଏ ଭଗବାନ କୃଷ୍ଣ ତାଙ୍କ ଦଳ କଣ କଲେ, ଭଗବାନ କୃଷ୍ଣଙ୍କ ଦଳ ହାରିଗଲେ। ହାରିଗଲେ ଯେମିତି ମାନେ ନିଜର ଶାରୀରିକ ଅବସ୍ଥା ଅନୁଯାୟୀ, ମାନେ ଓଜନ ଅନୁଯାୟୀ ସେ ତାକୁ କାନ୍ଧରେ ଟେକି ନବ। ସେଇ ଦୃଷ୍ଟିକୋଣରୁ ଭଗବାନ କୃଷ୍ଣଙ୍କ ଦଳ କଣ ହେଲେ, ହାରିଗଲେ। ହାରିଗଲେ ଯେମିତି ସେଇଠୁ କଣ କଲେ, ଭଗବାନ କୃଷ୍ଣ କଣ କଲେ, ସିଏ କହିଲେ ମାନେ ଯିଏ ହାରିବ ସିଏ କଣ କରିବ, ସୁନ୍ଦର ବନ ଆଉ ଗୋଟେ ସେ ଭାଣ୍ଡିର ବନ ବୋଲି ଅଛି, ସେଇ ଜାଗା ଭିତରକୁ ନେଇକି ଯିବ। ସେଠୁ ସିଏ କଣ କଲା, ଭଗବାନ ବଳରାମ ଦେବ କଣ କଲେ, ପ୍ରଳମ୍ବାସୁରକୁ ମାନେ ସେ ଛୋଟ ପିଲା ନା, ସେ ଭାବିଲା ଏ ଛୋଟ ପିଲାଟେ, ସିଏ ମାନେ ବଳରାମ ବି ଜାଣି ସାରିଲାନି, କିନ୍ତୁ ସିଏ ମାନେ ପ୍ରଳମ୍ବସୁର ଭାବିଲା ଯେ ମୁଁ ବଳରାମକୁ ମାରିଦେବି, ବଳରାମକୁ ଦୂରକୁ ନେଇଯିବି, ମାରିଦେବି ଏବଂ ଗୋପ ବାଳକ ମାନେ କଣ ଅଲଗା ହେଇଯିବେ, ଆଉ କୃଷ୍ଣଙ୍କୁ ମାରିବା ପାଇଁ ମତେ ବହୁତ ସହଜ ହବ। ସେଇ ଦୃଷ୍ଟିକୋଣରୁ ଭଗବାନ କୃଷ୍ଣ କଲେ ସୁଦାମାକୁ ନେଇକି ଗଲେ। ଆଉ ଯୋଉ ସେ ଅସୁର କଣ କଲା, ବଳରାମକୁ କାନ୍ଧରେ ବସେଇ ବହୁତ ଦୂର ଜାଗାକୁ ନେଇକି ଗଲା। ନେଇକି ବହୁତ ଦିନ ଦୂର ଜାଗା ନେଇକି ବହୁତ ବହୁତ ଦୂର ଜାଗାକୁ ନେଇ ଗଲା ପରେ ସିଏ କଣ କଲେ, ବଳରାମ ଜାଣିପାରି କଣ କଲେ, ତାଙ୍କର ଓଜନ ଟାକୁ ବହୁତ ବଢେଇ ଦେଲେ। ଶରୀର ବଡ କଲେନି, ଓଜନ ଟାକୁ ବଢେଇ ଦେଲେ। ଯେମିତି ତା କାନ୍ଧ ଟା ଯେମିତି କଷ୍ଟରେ କଣ କରିବ, ମାନେ ଭାଙ୍ଗି ପଡିବ। ସେଇ ଦୃଷ୍ଟିକୋଣରୁ କଣ କଲେ, ମାନେ ପ୍ରଳମ୍ବ ଉପରେ ବସିଛି, ଯୋଉ ସରି ହଁ ଯୋଉ ପ୍ରଳମ୍ବସୁର ମାନେ ବଳଦେବଙ୍କୁ କଣ କରୁଛି, କାନ୍ଧରେ ବସେଇଛି। ବଳରାମ କଣ କରୁଛନ୍ତି, ତାଙ୍କର ଓଜନକୁ ପୁରା ପୁରା ବହୁତ ମାନେ ପୁରା ପାହାଡର ଓଜନ ସହିତ, ମାନେ ଭାଗବତମର ଅଛି, ପାହାଡର ଓଜନ ସହିତ କଣ କରିଛି, ସେଇଟା ପୁରା ଓଜନକୁ ବଢେଇ ଦେଇଛନ୍ତି। ଯେମିତି ସେ ବଢେଇ ଦେଇଛନ୍ତି, ସେଉଠୁ ଆମେ ଜାଣିଛେ ମାନେ ଆମର ଧର ଯୋଉ ଗୋଟେ ରାଗ ଅଛି, ଆମେ ରାଗ ଦେଖେଇବାନି, ଆମକୁ ଯେତେବେଳେ କଷ୍ଟ ହବ ଆମର ଯୋଉ ଗୁଣ ଟା ପ୍ରକାଶ ହେଇଯିବ। ସେଇ ଦୃଷ୍ଟିକୋଣରୁ ମାନେ ଯେତେବେଳେ ତାକୁ ବହୁତ କଷ୍ଟ ହେଇଛି, ସେମିତି ତା ରୂପଟା କଣ ହେଇଛି, ପୁରା ବିସ୍ତାରିତ ହେଇଛି। ତା ରୂପଟା ଏତେ ବିସ୍ତାର ହେଇଛି ଯେ ମାନେ ମେଘ ଖଣ୍ଡର ଉଚ୍ଚତା ଯେତିକି, ସେତିକି ପୁରା ଉଚ୍ଚା ହେଇଯାଇଛି। ଏବଂ ମାନେ ବଳରାମ ପୁରା ଆଶ୍ଚର୍ଯ୍ୟ ହେଉଛନ୍ତି, ଡରୁନାହାନ୍ତି, ଇଏ କି ରୂପ ହେଇଗଲା, ପୁରା ପୁରା ବଡ ବଡ ପୁରା ଆଖି, ମାନେ ଭାଗବତମରେ ଅଛି ଆଖିଟା ପୁରା ଯେମିତି ନିଆଁ ପୁରା ସଦୃଶ। ଏବଂ ସେ ବହୁତ ମାନେ ପୁରା କଳା ଅସୁରଟା, ପ୍ରଳମ୍ବସୁର ଏତେ କଳା ଯେ ଭଗବାନ ବଳରାମ ପୁରା ଧଳା, ଯେହେତୁ ଇଏ କଳା, ବଳରାମ ବହୁତ ଧଳା। ଭାଗବତରେ ବର୍ଣ୍ଣନା ଅଛି, ଯେମିତି ଚନ୍ଦ୍ର ଆଉ ମେଘ ଖଣ୍ଡ ଯେମିତି ଆସିଲେ ପୁରା ଅନ୍ଧାର ହେଇଯାଏ, ଆଉ ଚନ୍ଦ୍ର ଯେମିତି ପୁରା ଧଳା ହେଇଯାଏ, ସେଇ ସଦୃଶ୍ୟ ପୁରା ବର୍ଣ୍ଣନା କରାଯାଇଛି। ଏବଂ କଣ କଲା, ମାନେ ବଳରାମକୁ ମାରିବା ପାଇଁ ବହୁତ ଚେଷ୍ଟା କଲା, କିନ୍ତୁ ବଳରାମ କଣ କଲେ, ମାନେ କଣ କରେ ତାଙ୍କର ମୁଁ ମାନେ ବହୁତ ଆଉ ମାନେ ବୈଷ୍ଣବ ମାନେ କହିବେ, ମୁଁ ଛୋଟ କରି କହୁଛି, ବହୁତ ବଡ ବିଷୟ ଅଛି। ସେ କଣ କଲେ, ବଳରାମ କଣ କଲେ, हरे ତାଙ୍କୁ कृष्ण ମାରିବା ब्रो। ପାଇଁ କଣ କଲେ। सफिशिएंट। हरे कृष्ण ब्रो। आहरी 15 मिनिट टाइम है, अधा भी है नहीं। सफिशिएंट को ଠିକ जिते ଅଛି, भगवान को लगा एते सुंदर कहि पारे। ହଁ ଠିକ ଅଛି। ତାହେଲେ ପ୍ରଭୁଜୀ ମୁଁ ତ ପରିବେଶ ମାନେ ବୃନ୍ଦାବନ ପରିବେଶ ଟିକେ ଛାଡିଦେଲେ, ସେଥିଲାଗି କହିବେ ବୋଲି ଭକ୍ତ ମାନେ, ତଥାପି ମୁଁ କହୁଛି ଟିକେ ଭଲସେ ତରତର ହେଇକି କହିଦେଲି। ସେଠୁ କଣ କଲେ, ସେ ବହୁତ ମାନେ ଓଜନ ବଢେଇ ଦେଲେ। ତାରେ ବଳଦେବ ମାନେ ବଳରାମ କଣ କଲେ, ମାନେ ଯେମିତି ବର୍ଣ୍ଣନା ଅଛି, ଯେମିତି ଇନ୍ଦ୍ରଦେବ ଯେମିତି ତାଙ୍କର ବଜ୍ରରେ ବଡ ବଡ ପାହାଡକୁ ଯେମିତି ମାନେ ପ୍ରହାର ଦେଇ ବଜ୍ରକୁ ପୁରା ଭାଙ୍ଗି ପକାନ୍ତି, ଠିକ ସେଇପରି କଣ କଲେ, ବଳରାମ କଣ କଲେ, ପ୍ରଳମ୍ବସୁର ପୁରା ମୁଣ୍ଡକୁ, ପ୍ରଳମ୍ବସୁର ମୁକୁଟ ମଧ୍ୟ ପିନ୍ଧିଥିଲା, ମାନେ ଏତେ ଜୋର ପ୍ରହାର କଲେ ଯେ ମାନେ ବଜ୍ର ସଦୃଶ କଳ୍ପନା ମାନେ ସମାନ କରାଯାଇଛି। ତା ପୁରା ମୁଣ୍ଡ ପୁରା ମସ୍ତକ ପୁରା ଫାଟିଗଲା, ଏବଂ ପୁରା ରକ୍ତ ପୁରା ଗଜ ଗଜ ହେଇ ପୁରା ମାନେ ବାହାରିଲା। ଏବଂ ସିଏ କଣ କଲା ନା, ପ୍ରଳମ୍ବାସୁର ସେଉଠୁ ସବୁ ତଳେ ପଡିଗଲା, ଏବଂ ବହୁତ ଜୋରେ ସାଉଣ୍ଡ ହେଲା। ଯେମିତି ବଜ୍ର ଯେମିତି ଇନ୍ଦ୍ରଦେବ ଯେମିତି ପାହାଡକୁ ମାନେ ପ୍ରଖ୍ୟାପ କଲେ, ଯେମିତି ଶବ୍ଦ ଶୁଭେ, ସେ ବୃନ୍ଦାବନ ବାସୀ ଏବଂ ସମଗ୍ର
ପୁରା ଯେମିତି ଦେବତା ଗଣ ମଧ୍ୟ ଜାଣିଦେଲେ। ବୃନ୍ଦାବନବାସୀ ଭଗବାନ କୃଷ୍ଣ ତାଙ୍କ ପାଖକୁ ଆସିଲେ। ବଳରାମ କୃଷ୍ଣ ଏବଂ ବୃନ୍ଦାବନ ଏଇ ସବୁ ମାନେ ଏତେ ବଡ ରାକ୍ଷସକୁ ବଳରାମ ମାରି ଦେଇଛନ୍ତି ଦେଖି ବହୁତ ପ୍ରଶଂସା କଲେ। ବହୁତ ପ୍ରଶଂସା କଲେ, ବୃନ୍ଦାବନ ବାସୀ ମାନେ ମଧ୍ୟ ବହୁତ ପ୍ରଶଂସା କଲେ ଏବଂ ତାଙ୍କୁ ସାବାସ ଦେଲେ କାନ୍ଧରେ ହାତ ମାନେ ବାଡେଇକି, ତମେ କେତେ ବଡ ମାନେ ଅସୁରକୁ ମାରିଦେଲ, ଆମକୁ ରକ୍ଷା କଲ। ଆଉ ଉପରେ ଥିବା ଦେବତା ମାନେ ମଧ୍ୟ ତାଙ୍କ ଶରୀରରେ ପୁଷ୍ପ ପ୍ରଦାନ କଲେ। ଏଇଭଳି ଭାବରେ କଣ ହେଲା, ସେ ମରିଗଲେ। ତାପରେ ଏଇଟା ତ ମୁଁ ମାନେ ଶୀଘ୍ର କହିବି ବୋଲି ସରେଇଦେଲି, ତାପରେ ଆଉ ଟିକେ ମୁଁ କହିଦଉଛି। ମାନେ ଆଚାର୍ଯ୍ୟ ମାନେ କୁହନ୍ତି, ମୁଁ ଆଜି ଟିକେ ପଢୁଥିଲି, ମାନେ ଯୋଉ ପ୍ରଳମ୍ବାସୁର ଅଛି, ଆମର ଯୋଉ ଶରୀର ଯୋଉ ଆମ ଏଇଟା କାହାକୁ ପ୍ରତିଧ୍ୱନିତ କରେ, ମାନେ ପ୍ରତିନିଧି ଏଟା କାହାକୁ କରେ, ଆମ ଶରୀର ଯୋଉ ମାନେ କାମ ଅଛି, ଏଇ କାମ କଣ କରେ, ଆମ କୃଷ୍ଣ ଚେତନାକୁ, ଆମ କୃଷ୍ଣ ପ୍ରେମକୁ କଣ କରେ, ପୁରା ନଷ୍ଟ କରିଦିଏ। ସେଇ ଦୃଷ୍ଟିକୋଣରୁ, ଏବଂ ବଳରାମ କାହା ମାନେ ବଳରାମ ଜାଣିଛେ, ବଳରାମ ହଉଛନ୍ତି ଆଦିଗୁରୁ। ଯେତେବେଳେ ଗୁରୁଙ୍କର ଶରଣାଗତି ରଖି, ଗୁରୁଙ୍କର ଆନୁଗତ୍ୟରେ ଯଦି ଆମେ କୃଷ୍ଣଙ୍କର ସେବା କରିବା, ତାହେଲେ ଆମ ଶରୀରରେ ଥିବା ଯୋଉ କାମନା ଅଛି, ସେ କାମନାକୁ ଆମେ ନଷ୍ଟ କରି କୃଷ୍ଣ ପ୍ରେମକୁ ଆସ୍ୱାଦନ କରିପାରିବା। ଯଦି ଆମେ ଏ କାମନାକୁ ନଷ୍ଟ ମାନେ ଗୁରୁଙ୍କର ଆନୁଗତ୍ୟ ନ ହେଇ ଆମର ପ୍ରଭୁପାଦଙ୍କର ନିର୍ଦ୍ଦେଶକୁ ନ ମାନି ଯଦି ଆମେ ମନ ଇଚ୍ଛା ମନମୁଖୀ ମାନେ ମାନେ ଭକ୍ତି ଜୀବନକୁ ଆରମ୍ଭ କରିବା ବା ଭକ୍ତିରେ ଆଗେଇବା, ତାହେଲେ ଆମେ ଭକ୍ତି ଜୀବନକୁ ଭଲ ଭାବରେ ଠିକ ଭାବରେ କରିପାରିବାନି। ସେଥିଲାଗି ପ୍ରଭୁପାଦ ମାନେ କହିଛନ୍ତି, ଆଚାର୍ଯ୍ୟ ମାନେ କହିଛନ୍ତି, ଆମେ ସବୁବେଳେ ଭକ୍ତି ଜୀବନ ଆରମ୍ଭ କରିବା ପାଇଁ ବା ଭକ୍ତିରେ ଆଗକୁ ବଢିବା ପାଇଁ ସବୁବେଳେ କଣ କରିବାକୁ ପଡିବ, ଆମକୁ ଆମେ ମନ ଇଚ୍ଛା କିଛି କରିବାନି। ଆମେ କାହିଁକି ନା ଆମେ ସବୁବେଳେ କଣ କରନ୍ତି, ଆମେ ସହଜିଆ ମାନେ କଣ କରନ୍ତି, ଯୋଉଟା ଆମକୁ ସହଜ ଏଇଟା ଭକ୍ତିରେ କରିଦେଲେ ଆମେ ଭକ୍ତିରେ ବଢିଯିବା, ସେମିତି ହବନି। ଆମେ କଣ କରିବା, ଗୁରୁଙ୍କର ପ୍ରଭୁପାଦଙ୍କର ବହି ପଢି ସେ ଯାହା କହିଛନ୍ତି, ଧୀରେ ଧୀରେ ଆମେ ତ ଡାଇରେକ୍ଟ କିଛି ମାନି ପାରିବାନି, କିନ୍ତୁ ତାଙ୍କର ଆନୁଗତ୍ୟ ରହି ଆମେ ଭକ୍ତିରା ଯଦି କରିବା, ତାହେଲେ ସେ ଯୋଉ ପ୍ରଳମ୍ବସୁର ଯୋଉ ଭଳିଆ ଆମର କାମନା ଶରୀର ଅଛି, ତାକୁ ଆମେ ନଷ୍ଟ କରିପାରିବା। ଆ ତା ଦ୍ଵାରା କଣ ହବ, ଆମ ଭକ୍ତି ଜୀବନ ଟା ସୁରକ୍ଷିତ ହେଇ ରହିବ। ଆଉ ଭକ୍ତି ଜୀବନ ଟା କଣ ହବ, ପୁରା ଭଲ ଭାବରେ ମାନେ ଭକ୍ତିର ଲତା ଟା ଟିକେ ବଢିବ। ହଁ ପ୍ରଭୁଜୀ, ମୁଁ ଏଇଠି ରହୁଛି, ଅଧା ତ ମାନେ ସମ୍ପୂର୍ଣ୍ଣ ଭାବରେ କହିପାରିଲିନି, ଭାବିଲି ଆଉ ଭକ୍ତ ମାନେ କହିବେ, ତରେ କହିଦେଲି। ଆଉ ମଝିରେ ତ ଆଉ ଯୋଉଟା ଛାଡି ଦେଇଛି, ଏବେ ଆଉ କହିହବନି ନା, ସେଥିଲାଗି ଆଉ ଯୋଉ ଭକ୍ତ ମାନ ଅଛନ୍ତି କହିପାରିବେ ଭଲ ଭାବରେ। ଆମେ କମେଣ୍ଟ ଶୁଣିବା। ମତେ ଟିକେ ଭଲସେ ଶୁଭୁନି, ଗୋଟେ ବୋଧେ ଖରାପ ଅଛି। ଭଲସେ କହିଥାନ୍ତି, ଆଉ ମାନେ ଇଏ କରିଦେଲି, ମାନେ ଭଲ ଭକ୍ତ ମାନେ କହିବେ, ମୁଁ ତ ଭଲସେ କହିପାରୁନି। ଆଉ ସୁଯୋଗ ଫାଇଦା ହଉ, ଉଠେଇ ପାରିବ ଲୀଳା ବିଷୟରେ। ଧନ୍ୟବାଦ। ଏ କମେଣ୍ଟ କରିବା ପାଇଁ ଚାହିଁବେ, କାହାର ଆଉ କିଛି କିଛି କଥାରେ ଏକ୍ସଟ୍ରିମ୍ସ ଗଲେ କିଛି କହିଦେଇପାରେ, ମନେ ଆଚ୍ଛା ପଡୁଛି? କହିପାରିବିନି ଆଉ। ଠିକ ଅଛି, ଆଉ କିଏ କମେଣ୍ଟ କରିବା ପାଇଁ ଚାହାନ୍ତି? हरे कृष्णा। नानद प्रणाम। हरे कृष्णा। ହଁ, ହରେ କୃଷ୍ଣ ଶୁଣାଉଛି ପ୍ରଭୁ ଠିକ କୁହନ୍ତୁ। ଅଛି। ନାନଦ ଆଜ୍ଞା ପ୍ରଭୁ। ଆଜି କାଳନ୍ଦୀ ପ୍ରଭୁଙ୍କର ଥିଲା ତ, କାଳନ୍ଦୀ ପ୍ରଭୁ ସୁନ୍ଦର ଭାବରେ ଯୋଉ ମାନେ ମୁଁ ବି ଶୁଣୁଥିଲି, କିନ୍ତୁ ମଝିରେ ଟିକେ ଶୁଣି ପାରୁନଥିଲି, ଏବଂ ଲାଷ୍ଟ ବେଳେ ଯୋଉ ପଏଣ୍ଟ ଟା ଶୁଣିଲି ବହୁତ ସୁନ୍ଦର ଲାଗିଲା, ଯୋଉଟା ସିଏ ଯୋଉ ରାକ୍ଷସର ବଧ କରିଛନ୍ତି, ଏବଂ ତାପରେ ସେ ଯୋଉ ଏକ୍ସାମ୍ପଲ ଟା ଦେଲେ ଯେ ଯେମିତି ଆମ ହୃଦୟରେ କୋଉଠି ନା କୋଉଠି ଆ ମାନେ ଯୋଉଟା ପ୍ରଭୁ କହିଲେ ମେଟେରିଆଲ ଯୋଉ ଇଏଟା ଥାଏ, ଏବଂ ଗୁରୁଙ୍କ ଶରଣପନ୍ନ ହେଲା ପରେ ସେ ଜିନିଷ ଟା ଦୂରାଏ, ସେଇ ପଏଣ୍ଟ ଟା ଭଲ ଲାଗିଲା ପ୍ରଭୁ ମତେ ବହୁତ। ଏ ଯୋଉ ଫାଇଟିଂ ହେଲା, ଫାଇଟିଂ ରେ କିଏ ଜିତିଲା? କୋଉ ପାର୍ଟି ଜିତିଲେ? କୃଷ୍ଣ ପାର୍ଟି ଜିତିଲେ ନା ବଳରାମଙ୍କ ପାର୍ଟି ଜିତିଲେ? ବଳରାମଙ୍କ ପାର୍ଟି ତ ଜିତିଲେ ପ୍ରଭୁ। ଓକେ, ତୁମେ ତ କହିଲ କୃଷ୍ଣ ପାର୍ଟି ଜିତିଲେ ମତେ ଲାଗୁଛି। ନାଇଁ ବ୍ରୋ, ବଳରାମଙ୍କ ପାର୍ଟି ଜିତିଲେ ବୋଲି, ଯେହେତୁ ବଳରାମ ଥିଲେ ଗୋଟେ ପାର୍ଟିରେ, କୃଷ୍ଣ ଥିଲେ ଗୋଟେ ପାର୍ଟିରେ, ଆଉ କୃଷ୍ଣଙ୍କ ସହିତ ପ୍ରଳମ୍ବାସୁର ଥିଲା, ସେଇ ଦୃଷ୍ଟିକୋଣରୁ ସିଏ ବି ଓଜନିଆ ଥିଲା, ଇଏ ବି ଓଜନିଆ ଥିଲା, ସିଏ ତାକୁ ଟେକି ନେଇଗଲା, ସେଇ ଦୃଷ୍ଟିକୋଣରୁ ବଳରାମ ଜିତିଲେ। କିନ୍ତୁ କୃଷ୍ଣଙ୍କୁ ପାଇବାକୁ ହେଲେ ବଳରାମଙ୍କୁ ମାନେ ଗୁରୁତତ୍ୱକୁ ବୁଝିବାକୁ ପଡିବ। ହଉ, ଓକେ, କମେଣ୍ଟ କରିବା ପାଇଁ ଚାହିଁବେ? ଆଉ ଗୋଟେ ଛୋଟ ହାଲକା ମିଷ୍ଟେକ୍ କହିହବ, କିନ୍ତୁ ମୋ ଅଜାଣତରେ ମିଷ୍ଟେକ୍ କହିଦେଲା, କହୁ କହିଥିଲେ ବୃନ୍ଦାବନରେ କୌଣସି ବସ୍ତୁ ଜଡ ନୁହେଁ। ନାଇଁ ବ୍ରୋ, ମୁଁ ତ କହିନି। ହଉ, ରେକର୍ଡିଂ ଅଛି।
ठीक अच्छे के कमेंट करने तुलंग प्रभु आम भावुँ ना कि आम तो आम लीला दिखाई आम तो निज लीला मन रोनी ठीक अच्छे समराइज करदे तो ये हिंदी प्रभु जी कहले कि भगवान एक्चुअली जानी से असुर बोली जो प्रलम्बासुर थिले तो पूर्व जन्म रे वृंदावन को तो कौन से असुर मानकर प्रवेश ही न था किंतु जो भौम वृंदावन रे असुर माने प्रवेश करती कहीं भगवान लीलार माधुर्यता को बढ़ावा पाई कहबो ताले हमर जो ओरिजिनल वृंदावन अछि सेठी कौन असुर माने अछंती के उत्तर देबो कन्वर्ट करके कहବାକୁ ଚାହିଁବ ओरिजिनल वृंदावन गोलोक वृंदावन वैकुंठ वैकुंठ परे विभिन्न वैकुंठ प्लैनेट परे मथुरा द्वारिका मथुरा फिर गोलोक वृंदावन अछंती तो गोलोक वृंदावन ने कौन के असुर अछंती सेठी ना आनतले एठी केंते असुर माने आसले पूजा माता जी तुम कहବାକୁ ଚାହିଁବ भगवान तो कहते जोटा आध्यात्मिक जगत रे अछि सेटा ए जगत रे आसे तो वास्तव रे आध्यात्मिक जगत रे या फिर विशेष करके गोलोक वृंदावन ने एटी कौन असुर मानकर आभास थाए वास्तव कौन से असुर न था असुर मानकर आभास था तो सेटा भौम वृंदावन ने भगवान जो लीला कराती ये लीला रे आवरी धारा को जोड़िया विभिन्न प्रकार असुर मान आसती तो भक्ति विनोद ठाकुर ये असुर मानकर संहार स्वयं रे आमर हृदय रे की प्रकार अनर्थर निवृत्ति हो पार तो तार गोटे लिस्ट देछंती डेमन्स इन वृंदावन लीला कह जाए तो ये जो प्रलम्बासुर थिले तो तांकर हल्का परिचय रे हमें देखि जानि परिबा कि वर्णन करा जाए कि ब्रह्म वैवर्त पुराण रे वर्णन करा जाए कि सुदर्शन नामक जने व्यक्ति थिले जे सुहोत्र बकासुर बकासुर थिले पूर्व जन्म रे सुहोत्र आउ ये जो प्रलम्बासुर होइतिले कोन सुदर्शन गर्ग संहिता रे वर्णन करा जाए कि ये प्रलम्बासुर किए थे ना विजय नामक जड़े गंधर्वर पुत्र थिले जहाँकर नाम था हुहु हुहु नामक गंधर्व तांकर पुत्र थिले विजय तेणु कुबेरंकर अभिशाप पाई जे कुबेरंकर जो बगीचा अच्छी पुष्प वाटिकार फूल चोरी करते अभिशाप पाई राक्षस तेणु भगवान कहते भगवान जानी था कृष्ण भगवान जानी कि कृष्ण से प्रलम्बासुर जो बेसर बालकर बेसर आसिले तो भगवान जानी कि प्रलम्बासुर बोले भगवान कहीं पुनः खेल सामिल कले तो यहाँ वास्तव में भगवान महानता भगवान आम देखुचे राधा माधव अष्टसिद्धि वृंदावन भितर राधा रानी सब बेले समस्त स्वागत करने पुष्प गुच्छ को धारण करके तेणु भगवान क्या प्रति केवे विद्वेष करती नहीं तेणु भगवान ये जो भगवान हम समस्त को इनवाइट करती भगवान नित्य लीला रे पार्टिसिपेट करने किंतु आमे तो पार्टिसिपेट करने चेष्टा करती तो ऑब्वियसली आमर कुछ इंटेंशन डिजायर आम भीतर रखी था प्रभु जहाँ सुंदर लीला कहले कारण बहुत कम समय मुझे लीला कही पारिनी तथापि मु खाली छोट हल्का टीचिंग लाइन शेयर कर दूची तो भगवान जानी था कि आम हृदय इंटेंशन आमर किसी गोटे बैड इंटेंशन अच्छी बोली स्टिल कृष्ण एक्सेप्ट करती किंतु कृष्ण जो एक्सेप्ट करती तो से गुरुतत्व ताकू कौन करने दरकार या फिर गुरुतत्व सेवा है कि सीए से जीव को सुसंस्कृत कराते से कृष्णकर सपोर्ट सपक्ष रे किए थिले कि प्रलम्बासुर थिले और विपक्ष रे थिले कि बलराम थिले तो गुरुतत्व आमको हमर भजन साधन माध्यम रे हमको कौन करेंगे शुद्ध करेंगे किंतु किसी दिन तले बस मु जप सेशन में कहते कि गुरु भोगी गुरु त्यागी गुरु द्रोही ये सब जिन हमको हबार ना तो बलराम
ଯେହେତୁ ବଳରାମକୁ ଯେତେବେଳେ କାନ୍ଧ ଉପରେ ବସେଇକି ଯାଇଛନ୍ତି ସେତେବେଳେ ସେ କଣ ଫିଲ୍ କରୁଛନ୍ତି, ଟିକେ ଓଜନ ଲାଗୁଛନ୍ତି। ତ ଆମକୁ ଗୁରୁଙ୍କ ଉପରେ ବୋଝ ହବାର ନାହିଁ। ତ ଗୁରୁ ନିଶ୍ଚୟ ଆମକୁ ସବୁ ଜନ୍ମରେ ଆମକୁ ଆମ ସାଙ୍ଗରେ ଥାଆନ୍ତି, ଆମକୁ ଉଦ୍ଧାର କରିବା ପାଇଁ ଆସିବେ। ତଳେ ଜଣେ ଦୀକ୍ଷା ଗ୍ରହଣ କରିବ, କିନ୍ତୁ ଦୀକ୍ଷା ନେଲା ପରେ ଆମେ ଯେତେବେଳେ ନିୟମ ମାନିବାନି, ଗୁରୁଙ୍କ ନିର୍ଦ୍ଦେଶ ମାନିବାନି, ସେତେବେଳେ ଆମେ ଗୁରୁଙ୍କର ଉପରେ କଣ ସିମ୍ପଲ ବୋଝ ହେଇକି ରହିବା। ତେଣୁ ଗୁରୁଙ୍କ ଉପରେ ବୋଝ ହେଲେ କଣ ହବ, ପୁଣି ସମସ୍ୟା ଆମ ପାଇଁ ବଢିବ। ଗୁରୁଙ୍କୁ କୃଷ୍ଣ ସୁରକ୍ଷା ପ୍ରଦାନ କରିପାରିବେ, କିନ୍ତୁ ଗୁରୁ ଆମ ପାଇଁ ଓଡିଆରେ କହନ୍ତି ନା ଓକିଲାତି କରିବେ। କିନ୍ତୁ ଗୁରୁଙ୍କ ଉପରେ ଆମେ ଯେତେବେଳେ ବୋଝ ହେଇକି ରହିବା, ତାହେଲେ ଭଗବାନ କୃଷ୍ଣ କେବେ ସହାୟ କରିବେ। ତେଣୁ ଦିନେ ନା ଦିନେ ଆମର ଅସଲ ଚରିତ୍ର ସାମ୍ନାରେ ପର୍ଦ୍ଦାଫାଶ ହବ, ଆଉ ସେତେବେଳେ ଆଉ କିଛି ନଥିବ। ତେଣୁ ସେଥିପାଇଁ କୃଷ୍ଣ ପ୍ରଳମ୍ବାସୁର ଭାବୁଥିଲେ ଏ ବଳରାମ ଯିଏ ସମସ୍ତଙ୍କର କୃଷ୍ଣଙ୍କର ଜୀବନ, ସବୁ ଗୋପ ସଖା ମାନଙ୍କର ଜୀବନ, ତ ଯଦି ମୁଁ ତାଙ୍କୁ ନେଇକି ରାସ୍ତାରୁ ହଟେଇ ଦିଏ, ତାହେଲେ ଏମାନେ ଏମିତି ଶୁଖି 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 ମରିଯିବେ। ତାଙ୍କର କନସେପ୍ଟ ଏଇଆ ଥିଲା। ସେଇଥିପାଇଁ ସେ ପ୍ରଥମେ ବଳରାମଙ୍କ ଉପରେ ନଜର ପକେଇଲେ। ତେଣୁ ସେଥିପାଇଁ ଯେତେବେଳେ ସ୍ୱତଃପ୍ରଭୁ ସ୍ୱାଭାବିକ ରୂପରେ ଆମେ ମାୟାରେ ଆବଦ୍ଧ ହେଇକି ଆମେ ସାଧୁ ସଙ୍ଗରୁ ଖସିକି ପଳେଇ ଆସନ୍ତି, ସେଇଟା ଗୋଟେ ଜିନିଷ। ଆଉ ସେକେଣ୍ଡ ହେଲା କି ଯଦି ଗୋଟେ ଲୋକ ଆଉ ଗୋଟେ ଲୋକକୁ ମତେଇକି ତୁ କଣ ଭକ୍ତି କଲୁଣୁ, ତୁ କଣ ଜପ ତପ କଲୁଣୁ, ତିଲକ କଲୁଣୁ, ପ୍ରଭୁଜୀ କଣ ହେଇଗଲୁଣୁ, ଅଳ୍ପ ଦିନରେ ତୁ ଭଗବାନ ହେଇଗଲୁଣୁ, କେତେ କଥା ଅଛି। ତେଣୁ ମାୟାର ପ୍ରବଞ୍ଚନା ଏମିତି ଥାଏ, ସେ ଆଉ ଗୋଟେ ଲୋକକୁ ବି ଖସେଇକି ଆଣିକି ଆସିପାରିବ ଯେତେବେଳେ ସାଧୁ ସଙ୍ଗ ଯେତେ ଷ୍ଟ୍ରଙ୍ଗ ନଥିବ। ତେଣୁକରି ତ ପ୍ରଳମ୍ବାସୁର ଏଣ୍ଟ୍ରି କରିଦେଇଛି ଭଗବାନଙ୍କ ଲୀଳାରେ, ସେଠି କଣ ଷ୍ଟ୍ରଙ୍ଗ ନାହାନ୍ତି, ସମସ୍ତେ ଷ୍ଟ୍ରଙ୍ଗ ଅଛନ୍ତି। କିନ୍ତୁ ଭଗବାନ ଗୋଟେ ସୁନ୍ଦର ଭାବରେ ଉଦାହରଣ ପ୍ରସ୍ତୁତ କରୁଛନ୍ତି କି ନିଜର ଇଣ୍ଟେନସନ ଦ୍ଵାରା ଆମର ଇଚ୍ଛା ଥିଲେ ଯଦି ସାଧୁ ସଙ୍ଗ ଟା ବହୁତ ଷ୍ଟ୍ରଙ୍ଗ ଥିବ ଆମେ ରହିପାରିବା, କିନ୍ତୁ ସାଧୁ ସଙ୍ଗ ଯଦି ଷ୍ଟ୍ରଙ୍ଗ ନଥିବ ଆମେ ପୁଣି ଖସି ପଡିବା। ଏହାପରେ ଆମେ ପ୍ରଳମ୍ବାସୁରଙ୍କର ଉଦ୍ଦେଶ୍ୟ ଥିଲା ମୁଁ କାହାକୁ ଖସେଇକି ଆଣିବି, ଆଉ କାହାକୁ ହାତ ମାରୁ ମାରୁ ସବୁଠୁ ବଡ ଲୋକ ମିଳିଗଲେ, କିଏ ବଳରାମ। ତେଣୁ ସେଥିପାଇଁ ଯେତେବେଳେ ଆମେ ବୈଷ୍ଣବ କଲଚରରେ ଆମେ ଯେତେବେଳେ ନିଜେ ପଲ୍ୟୁଟ ହେଇକି ଅନ୍ୟକୁ ପଲ୍ୟୁଟ କରିବା ପାଇଁ ଚେଷ୍ଟା କରନ୍ତି, ତ ସେତେବେଳେ ସ୍ୱାଭାବିକ ରୂପରେ ଯୋଉମାନେ ଭଲ ଡିଭୋଟି ଥାଆନ୍ତି, ସିନସିୟର ଡିଭୋଟି ଥାଆନ୍ତି, ତାଙ୍କର ନଜରରେ ଆମେ ଆସିଯାଆନ୍ତି ସ୍ୱାଭାବିକ ରୂପରେ। କାହିଁକି ଏଇଟା ଭଗବାନଙ୍କର ପ୍ଲାନ୍ ଥାଏ ଏମିତି କି ଆମର ଶୁଦ୍ଧିକରଣ ହବ, ତା ସାଙ୍ଗରେ ସାଧୁ ସଙ୍ଗର ପ୍ୟୁରିଟି ମେଣ୍ଟେନ ହେଇକି ରହିବ। ତ ଧୀରେ 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 ଭଗବାନ କଣ କରିଛନ୍ତି, ବଳରାମ କଣ କରିଛନ୍ତି ଜାଣିକି ତାଙ୍କୁ ବଦ୍ଧ କରିଛନ୍ତି, ଗୋଟେ ମାନେ ପ୍ରହାରରେ ତାଙ୍କୁ ବଦ୍ଧ କରିଦେଇଛନ୍ତି। ସବୁ ଭକ୍ତ ମାନେ, ସବୁ ଗୋପ ବାଳକ ମାନେ କୃଷ୍ଣ ମଧ୍ୟ ଜୟ ଜୟଗାନ କରନ୍ତି। ତ ଏଇଠି ଭକ୍ତି ବିନୋଦ ଠାକୁର କୁହନ୍ତି ଯୋଉ ବଳରାମ ଅଛନ୍ତି ତ ପ୍ରତୀକ, ତ ସମସ୍ତେ ଏଇଟା ନୋଟ କରିପାରିବ, ମୁଁ ସମୟ ମିସ୍ କରିଗଲି ପୂତନା ବଦ୍ଧ ସମୟରେ କହିବା ପାଇଁ। ତ ଭକ୍ତି ବିନୋଦ ଠାକୁର କୁହନ୍ତି କି ଲଷ୍ଟି ଆଟ୍ରାକ୍ସନ ଫର ଦ ଅପୋଜିଟ ସେକ୍ସ, ବିପରୀତ ଅପୋଜିଟ ସେକ୍ସ ପ୍ରତି ଆମର କାମୁକତା ଯୋଉ ରହିଲା, ତ ତା ପାଇଁ ତା ସାଙ୍ଗରେ ପୂଜା ଲାଭ ପ୍ରତିଷ୍ଠା ପ୍ରତି ଯୋଉ ଆମର ମନୋଭାବ ଥାଏ, କି ଇନ୍ଦ୍ରିୟ ତୃପ୍ତି କରିବାର ଇଚ୍ଛା ଥାଏ, ଏ ସବୁର କଣ ମନୋଭାବ କିଏ ରିପ୍ରେଜେଣ୍ଟ କରୁଛି, ଏଇ ପ୍ରଳମ୍ବାସୁର। ଅପୋଜିଟ ଲଷ୍ଟ ଫର ଅପୋଜିଟ ସେକ୍ସ, डिजायर फॉर प्रॉफिट, एडोरेशन, डिस्टिंक्शन। प्रॉफिट माने पूजा लाभ प्रतिष्ठा, एडोरेशन माने से पूजा लाभ प्रतिष्ठा, डिस्टिंक्शन माने स्वतंत्रता। तो ये सब जिन को रिप्रेजेंट करछि। आगो के हमें सुंदर भाव प्रभु जी सुंदर भाव वर्णना कले, तो एबे हमें प्रभु जी को धन्यवाद दे आउ गोटे लीला श्रवण करबा। समस्त अपेक्षा करंतु। हरे कृष्ण। श्रील प्रभुपाद की जय। नेक्स्ट